Simplification trick. 121 square root plus 1 2 3 2 1 square root plus square root of 1 2 3 4 3 2 1 plus dot 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 1 2 3 4 5 6 7 6 5 4 3 2 1 square root equal to କେତେ ହେବ? ଏଭଳିଆ କ୍ୱେଶ୍ଚନ୍ର ଆମେ ଆନ୍ସର୍ ପାଇବା ପାଇଁ କ'ଣ କରିବାକୁ ଆମେ ଜାଣିବା ଦରକାର ଯେ 1ର ସ୍କୋୟାର 11ର ସ୍କୋୟାର ହେଉଛି 121। ତେଣୁ 121ର ସ୍କୋୟାର ରୁଟ୍ କେତେ ହେଉଛି? ଏଇଟା 11। ସେଇଭଳି ଭାବରେ 111ର ସ୍କୋୟାର ଇକ୍ୱାଲ୍ କେତେ ନା 1 2 3 2 1 ହେଲା। ଏହିପରି ଭାବରେ 1111ର ସ୍କୋୟାର ଇକ୍ୱାଲ୍ କେତେ ଲେଖିପାରିବା? 1 2 3 4 3 2 1 ଏଭଳି ଲେଖିପାରିବା। ଏଭଳିଆ ଯଦି ଆମକୁ ଲାଷ୍ଟ ଦେଇଛି କେତେ 1 2 3 4 5 6 7 ପର୍ଯ୍ୟନ୍ତ ଅଛି। ତେଣୁ ଏଇଠି 7 ପର୍ଯ୍ୟନ୍ତ ମାନେ ଏଠି 7ଟା 1 ରହିବ। 1 2 3 4 5 6 7ର ସ୍କୋୟାର। ତେଣୁ ଏଠି ହେଲା 11, ଏଠି ହେଲା 111। ଏଭଳିଆ ସବୁ ତ ମିଶାଇବା ହେଲା। ମିଶାଇଲେ କେତେ ହେବ ତାହେଲେ ଉତ୍ତରଟା ମାନେ 1 2 3 4 5 6 7 ହେବ। କିନ୍ତୁ ଯେହେତୁ ଏଠି ଫାଷ୍ଟ 1 ନାହିଁ ତେଣୁ ତାର ଉତ୍ତରଟା 1 ମାଇନସ୍ ହେବ। ତେଣୁ ଉତ୍ତରଟା ହେଉଛି 1 2 3 4 5 6 6